नमस्कार प्रिय दर्शक बंधु मु कपिलेश्वर मल्लिक मो यूट्यूब चैनल को आपण मानक स्वागत। आज आम आलोचना करिबा विदग्ध कवि अभिमन्यु सामंत सिंहारଙ୍କ विदग्ध चिंतामणिर चतुर्थ छांद जहा कल्याण आहारी रागरे रचना करा जायछि एवं एथिरे श्रीराधांकर जन्म विवरणी एवं यौवनर आलोचना करा जायछि। चलंतु आलोचना करिबा। धीरे घेन राधा जन्मादि उत्सव तत्व साधु शास्त्र खोजिब वृषभानु भानु वंश राज भेज दनुज कंस कंसर विभाव अवंती तेजी गोकुल जाजाबर रही नंदास्पदे गोकुल संपदे वृत्ति कल्पित नूतन रे। धीरे घेन राधा कृष्ण जन्मादि उत्सव तत्व साधु शास्त्रे खोजिब। हे पंडित शुद्धिवृंद, राधांकर जन्म उत्सव गोटे कहानी नुहे, यह गोटे तत्व। तेणु यह कवि एठारे वर्णना करिसेंती बा आलोचना करिसेंती। वृषभानु राजा अवंती त्याग करी कंसर प्रताप रे आसी ब्रजपुर रे शरण पशिले, कारण कंस ब्रजपुर को आसी पारिबनी, पूर्वर अभिशाप अच्छी तार मूर्धना फाटिजिब। तेणु वृषभानु अवंती त्याग करी नंद आस्पादरे गोपपुर को आसी सेठारे गो संपदर वृत्ति करी रहुछंती। परवर्ती पद तांक महर्षि कीर्ति दाना मरसी श्री गोपेश्वर सेवा फले उदर क्षीर सागर रूप रमा महालक्ष्मी की जात कले दुर्वासा जातक विधि सिद्धिवंत रश्मिर निबीज अधिका घेनी राधिका नाम देले। तांक महर्षि कीर्तिदा नाम रसी श्री गोपेश्वर सेवा फले। वृषभानु राजांकर पाट महाराणी कीर्तिदा गोपेश्वर को पूजा करी कन्या रत्न लाभ कले, अर्थात उदर क्षीर सागर अर्थात निज गर्भर महालक्ष्मी को जात कले। महर्षि दुर्वासा जातक विधि अनुसार दुर्वासा कहिले ए कन्यार र अधिका अर्थात रश्मि रस अधिका अछि, तेणु राधिका एहार नाम दियागला। माने हेउची रश्मि, माने हेउची रस, तेणु माने हेउची अग्निबीज। ए समस्त जेउ कुमारी पाखरे अधिकरु अधिक सुलभ होईची ता ना, तेणु राधिका बोली वृषभानु कन्या राधांकर नाम रखा जाइछि। श्रीमती उन्नत जानी पूर्णमासी श्रीमती नाम पुणी देले वृंदा वृंदाश्वरी सार्थकरी नाम कल्पित विचारिले जनक रस रसवती बोइले जननी विनोदिनी बाम विनोद भावानंदे दत्त करिले। गोप ठाकुराणी पूर्णमासी राधा को देखिले। श्रीमत राधांकर श्रीमत उन्नत, श्री माने सौंदर्य, तेणु जार सौंदर्य अति उन्नत, तेणु तांको नाम
ପୂର୍ଣ୍ଣମାସୀ ଦେଲେ ଶ୍ରୀମତୀ। ବୃନ୍ଦା ନାମକ ଏକ ଗୋପୀ ବା ଗୋପେଶ୍ୱରୀ, ସେ ମଧ୍ୟ ଶ୍ରୀରାଧାଙ୍କ ନାମ ଦେଲେ ବୃନ୍ଦାବନେଶ୍ୱରୀ। ଜନକ ବୃଷଭାନୁ ରାଧାଙ୍କର ପିତା ବୃଷଭାନୁ ନିଜ ଝିଅର ନାମ ଦେଲେ ରସବତୀ ଏବଂ ମାତା କୀର୍ତ୍ତିଦା ଝିଅର ନାଁ ଦେଲେ ବିନୋଦିନୀ। ଏହିପରି ଭାବରେ ଶ୍ରୀରାଧାଙ୍କର ଅନେକ ନାମ ନାମିତ କରାଗଲା। ପରବର୍ତ୍ତୀ ପଦକୁ ଯିବା। ବିରାତ୍ର ନେତ୍ର ବିମୁଦ୍ରିତ ହେବାରେ ଜନକ ଜନନୀ ବିରାସ, ଜାଣି ପୂର୍ଣ୍ଣମାସୀ ଆସି ଯଶୋଦାଙ୍କୁ ଘେନେଇ ହେଲେ ପରବେଶ। କୃଷ୍ଣଙ୍କୁ କାଖରେ ଘେନି ନନ୍ଦରାଣୀ, ବିଲୋକନ୍ତେ ବିଲୋକିଲେ କୃଷ୍ଣ ମୁଖ ପ୍ରମୁଖ ଶୁଭ ସୁଲକ୍ଷଣୀ। ତ୍ରିରାତ୍ର ନେତ୍ର ବିମୁଦ୍ରିତ ହେବାର ଜନକ ଜନନୀ ବିରାସ, ଅର୍ଥାତ୍ 3 ରାତି ରାଧାଙ୍କର ଆଖି ଖୋଲିଲାନି। ତେଣୁ କୀର୍ତ୍ତିଦା ଏବଂ ବୃଷଭାନୁ ରାଜା ବିରସ ବା ମନ ଦୁଃଖ କଲେ, ଝିଅ କାହିଁ ଆଖି ଖୋଲୁନି। ସେଥିପାଇଁ ଏ ତତ୍ତ୍ୱ ରହସ୍ୟ ଜାଣି ପୂର୍ଣ୍ଣମାସୀ ଯଶୋଦାଙ୍କୁ ସାଙ୍ଗରେ ଧରି ଆସିଲେ। ଯଶୋଦା କାଖରେ କୃଷ୍ଣଚନ୍ଦ୍ର ଅଛନ୍ତି। ଯେତେବେଳେ କୃଷ୍ଣଚନ୍ଦ୍ର ଚାହିଁଦେଲେ ଶ୍ରୀକୃଷ୍ଣ ମୁଖକୁ, ବିଲୋକିଲେ ଶ୍ରୀରାଧା, ଅର୍ଥାତ୍ ଜୀବନର ପ୍ରଥମ ଥର ପାଇଁ ଦେଖିଲେ ନିଜ ଜୀବନ ଧନ କୃଷ୍ଣଙ୍କ ଠାରୁ ଏବଂ ତାଙ୍କର ଆଖି ଖୋଲିଗଲା। ପରବର୍ତ୍ତୀ ପଦ। କୃଷ୍ଣ ସର୍ବେନ୍ଦ୍ରିୟ ଆହ୍ଲାଦିନୀ ସର୍ବେନ୍ଦ୍ରିୟ ଆନନ୍ଦ ବରୋଧନ, କୃଷ୍ଣ ଧରାମୃତ କ୍ଷୀର ପ୍ରଥମେ ଯଶୋଦା କରାଇଲେ ପାନ। ଏକଥା ସନ୍ଧିନୀ କଳାପ ସମ୍ମତ, ଜନକ ଜନନୀ ସେହି ବିନ୍ଦୁ ବିନୁ ଆନନ୍ଦ କଲେ ମତ। କୃଷ୍ଣ ସର୍ବେନ୍ଦ୍ରିୟ ଆଚ୍ଛାଦନେ, ଶ୍ରୀକୃଷ୍ଣଙ୍କର ଇନ୍ଦ୍ରିୟ ପ୍ରକରଣରେ ଆନନ୍ଦ ଦାୟିନୀ ରାଧା। କୃଷ୍ଣ ଯେତେବେଳେ ରାଧାଙ୍କୁ ଚୁମ୍ବନ ଆଙ୍କିଦେଲେ, ରାଧା କୃଷ୍ଣ ଅଧରାମୃତ ପାନ କରି ବା କ୍ଷୀର ପାନ କରି ବିଲୋକିତ ବା ଖୁସି ଅନୁଭବ କଲେ। ଏକଥା ସନ୍ଧିନୀ କଳାପରେ ଅଛି ବା ସନ୍ଧିନୀ କଳାପ ଗ୍ରନ୍ଥରେ ପ୍ରମାଣିତ ହୋଇଅଛି। ସେବେଠାରୁ ଜନକ ଜନନୀ ବୃଷଭାନୁ ଓ କୀର୍ତ୍ତିଦା ଆନନ୍ଦିତ ହେଲେ। ପରବର୍ତ୍ତୀ ପଦ। ଅଙ୍ଗୁଳି ଅଙ୍ଗୁଳି ଧରି ଚାଲିବାର ବାଡ଼ ଆଉଜା ଶୋଭା ନାହିଁ, ରତିପତି ମତି କଳ୍ପିଲା ଜଗତ ଏହା ସାହାରେ ଦେବୀ ମୋହି। ଶଙ୍କର ଜିଣିବାରେ କେତେ ମାତର, ହରି ମନ ହରିବାକୁ ଏ ଅମୋହ ଶାସ୍ତ୍ର କି ଧାତାରେ। ଅଙ୍ଗୁଳି ଅଙ୍ଗୁଳି ଧରି ଚାଲିବାରେ ବାଡ଼ ଆରହ ଶୋଭା ନାହିଁ। ରାଧାରାଣୀ ଛୋଟ ଝିଅ ହୋଇଥିବାରୁ ତାଙ୍କର ଅଙ୍ଗୁଳି ଧରି ତାଙ୍କୁ ଚାଲି ଶିଖାଯାଉଥିଲା। ବେଳେବେଳେ ସେ ନିଜେ ଠିଆ ହୋଇଯାଇ କାନ୍ଥ ଧରି ବା ବାଡ଼ ଆଉଜି ଚାଲୁଥାନ୍ତି। ଏହି ଶୋଭା ଦର୍ଶନ କରି ରତିପତି କନ୍ଦର୍ପର ମତି ହେଲା, ବୁଦ୍ଧି ହେଲା, ଏହାରି ସାହାରାରେ ମୁଁ ଜଗତକୁ ଜିଣିବି ବା ମୋହିବି। ଜଗତ ଜନଙ୍କର ମନକୁ ମୁଁ ମୋହିଦେବି। ଶଙ୍କର ଜିଣିବାରେ ମୋତେ କେତେ ସମୟ ଲାଗିବ? ଶିବ ପରା ଯୋଗୀ ବୋଲାଉଛନ୍ତି। ଥରେ ତାଙ୍କୁ ଜିଣି ପାରି ନଥିଲେ, ତେଣୁ ସେ ତାକୁ ଭସ୍ମ କରିଦେଇଥିଲା।
ତାଙ୍କୁ ଭସ୍ମ କରିଦେଇଥିଲେ। ତେଣୁ ବିଦେହୀ ହୋଇ ଆଜି କନ୍ଦର୍ପ ବୁଲୁଛନ୍ତି। ତେଣୁ ସେ ଏହି ରାଧାଙ୍କୁ ସାହାରା କରି ତାଙ୍କୁ ଜିଣିବେ ବୋଲି କହୁଛନ୍ତି। ହରିଙ୍କୁ ହରିବି, ହରିମାନେ କୃଷ୍ଣଙ୍କ ମନ ମଧ୍ୟ ଜିଣିବା ପାଇଁ ବିଧାତା ରାଧାଙ୍କୁ ଏକ ଅମୋଘ ଅସ୍ତ୍ର ଭାବରେ ତିଆରି କରିଛନ୍ତି ବୋଲି କନ୍ଦର୍ପ ଭାବୁଛି। ପରବର୍ତ୍ତୀ ପଦ, କାଛରେ ଇଚ୍ଛଇ ତୁଚ୍ଛ କ୍ଷଣ କରେ, করে ধূଳି পাত্র মণ্ডিত, গোরজ পতন কেতকী যতন, শোভাকু করই দণ্ডন, শ্রীমুখু স্বেদজনিত কিশোদর, মৃগাঙ্ক অঙ্গরু অমৃত বিদুর্প, ପ୍ରତିରୋମ ଯୋଗେ ପ୍ରଚାର। ରାଧାରାଣୀ ବଡ଼ ହୋଇ ଧୂଳି ଖେଳ କରୁଛନ୍ତି। କାଛିଆ ଲୁଗାକୁ ଏପଟ ସେପଟ ଫୋପାଡ଼ି ଦେଉଛନ୍ତି, ପୁଣି ଧୂଳିରେ ଗଡ଼ି ଯାଉଛନ୍ତି। ସେହି ଧୂଳି ଅଙ୍ଗକୁ ଦେଖିଲା ମାତ୍ରେ ମନେ ହେଉଛି ସତେ ଯେପରି କେତକୀ ବୃକ୍ଷର କେତକୀ ଫୁଲ ତା ପେନ୍ଥା ପରି ରାଧାଙ୍କ ଶରୀର ଦେଖାଯାଉଛି। ଗୋରା ଚିକ୍ ଚିକ୍ ଗୋରଜରେ ବା ଗାଈ ଗୋଡ଼ ଧୂଳିର ସ୍ଥାନ ହେବା ପରି ଦିଶୁଛି। ଶ୍ରୀମୁଖରୁ ଯେତେବେଳେ ଝାଳ ବୋହିଯାଉଛି, ମୃଗାଙ୍କ ଅଙ୍ଗରୁ ଚନ୍ଦ୍ର ବା ଚନ୍ଦ୍ରଙ୍କ ଅଙ୍ଗରୁ ବା ଚନ୍ଦ୍ର ଦେହରୁ ଅମୃତ ଝରିଗଲା ପରି ପ୍ରତ୍ୟେକ ରୋମାବଳୀ ଦେଖାଯାଉଛି। ଶ୍ରୀରାଧାଙ୍କର ଅଙ୍ଗ ସୁନ୍ଦର ଦିଶୁଛି। ପଞ୍ଚ ସମ୍ବତ୍ସରେ ବିଦ୍ୟା ଓ ବିଦ୍ୟାରମ୍, ଦମ୍ଭକୁ ଭଙ୍ଗି ଆଚରି, ଅସମାନନ ସମାରେ ସମାପ୍ତ କଲା ସେତୁ କରି, ବିଦ୍ୟା କି ସ୍ୱୟଂ ସିଦ୍ଧ ମହାବିଦ୍ୟା ସେ, ବାଣୀ ଋଣୀ ହୋଇଥିଲେ ପୁଣି ଗୁଣୀ, ହୋଇଲେ ସକଳେ ମାନସେ। ପଞ୍ଚ ସମ୍ବତ୍ସରେ ବିଦ୍ୟା ଅବିଦ୍ୟା ଦମ୍ଭ କୁମ୍ଭ ଭାଙ୍ଗିଆ ଚୋରି। ଶ୍ରୀରାଧା 5 ବର୍ଷରେ ବିଦ୍ୟା ଆରମ୍ଭ କଲେ ଏବଂ 9ମ ବର୍ଷରେ ସମସ୍ତ ବିଦ୍ୟା ଶେଷ କଲେ। ସେ ହେଉଛନ୍ତି ନିଜେ ମହାବିଦ୍ୟା, ବାଣୀ ଅର୍ଥାତ୍ ସରସ୍ୱତୀ। ତେଣୁ ବିଦ୍ୟା କି ତାଙ୍କଠାରୁ ଦୂରେଇ ଯିବ। ପରବର୍ତ୍ତୀ ପଦ, ବୟଃପ୍ରାପ୍ତି ଶ୍ରୀରାଧାଙ୍କର। ରୋହିଣୀ ଗୌରୀ ବର ଅତିକ୍ରମୀ, କନ୍ୟା ସନ୍ଧି କାଳ ହୋଇଲା, ବିଶ୍ୱକର୍ମା ସିଦ୍ଧି ପାଇ ରସନିଧି, ମୂର୍ତ୍ତି ମଦନ ସଜାଡ଼ିଲା, କୁମାରୀ ପ୍ରୀତି ସୁକୁମାରୀ ତେଜିଲା, ପରିହାସ ସମବୟସୀ ରସିକା, ଆସି ମାନସରେ ମିଶିଲା। ରୋହିଣୀ ଗୌରୀ ବର ଅତିକ୍ରମୀ, କନ୍ୟା ସନ୍ଧି କାଳ ହୋଇଲା। ରୋହିଣୀ ଅଷ୍ଟମ ବୟସ ଚାଲିଯାଇ 9ମ ବର୍ଷରେ ଯେତେବେଳେ ସମୟ ଅତିକ୍ରମ କରି ଆସିଛନ୍ତି ଶ୍ରୀରାଧା, କନ୍ୟା ସନ୍ଧିକାଳ ହୋଇଛି। ଏହା କନ୍ୟା ସନ୍ଧିକାଳ ଅର୍ଥାତ୍ କୈଶୋର୍ଯ୍ୟ ଏବଂ ଯୌବନର ସନ୍ଧିକାଳ ଉପସ୍ଥିତ ହୋଇଛି ଶ୍ରୀରାଧାଙ୍କର। ସତେ ଯେପରି କନ୍ଦର୍ପ ବିଶ୍ୱକର୍ମା ସିଦ୍ଧିଲାଭ କରିଛନ୍ତି ଏହି ସମୟରେ। ତେଣୁ କୁମାରୀକୁ ଗଢ଼ିଲା ସମବୟସୀ କୁମାରୀମାନଙ୍କ ସହିତ ସେ ମିଶିବାକୁ ଲାଗିଲେ ଶ୍ରୀରାଧା। ତାପରେ ହେଉଛି ପରବର୍ତ୍ତୀ ପଦ। ଏଇଠି ଅତିଶୟୋକ୍ତି ଅଳଙ୍କାରର ପ୍ରୟୋଗ କରାଯାଇଛି।
ସୁମତି ଗତିରୁ ଅତି ଚଞ୍ଚଳତା ଦୁର୍ଗଞ୍ଚଳକୁ ଆଶ୍ରୟ କଲା। କୋଟି ଉନ୍ନତ ପ୍ରକଟି ଭୀରୁ ଚାରୁ ଉରୁଗୁରୁତା ବଢ଼ାଇଲା। ଅତୁଳା ପିତୁଳା ଲୀଳା ସ୍ନେହ ତେଜି ସମ୍ବନ୍ଧ ବନ୍ଧ ପଟଳରେ ନିର୍ବନ୍ଧ ସେ କାନ୍ତେ କାନ୍ତେ ନିମଜି। ରସିକମାନଙ୍କ ସହ ମିଶିବା ପରେ ଶ୍ରୀରାଧା ତାଙ୍କର ଗତିମତି ଚଞ୍ଚଳତା ନିଜର ଦେହଠାରୁ ଚକ୍ଷୁ ପର୍ଯ୍ୟନ୍ତ ଆଶ୍ରୟ କଲା। ଦେହଠାରୁ ଯାଇ ଚକ୍ଷୁରେ ଆଶ୍ରୟ କଲା। ଚଞ୍ଚଳତା ଅଙ୍ଗରୁ ଯାଇ ଆଖିରେ ଲାଖି ରହିଲା। କୋଟି ଧୀରେ ଧୀରେ ରେକ କୋଟି ହୋଇଗଲା। ସେ ବିଭିନ୍ନ ଚିତ୍ରପଟଳ କଣ୍ଢେଇ ଦେଖିଲେ ସତେ ଯେପରି କନ୍ଦର୍ପ ହିମାଳୟ ବା ସୁମେରୁ ପର୍ବତକୁ ଦେଖି ରଜତ ପର୍ବତକୁ ଦେଖି ତାଠାରୁ ଅଧିକ ବଢ଼ିବା ପାଇଁ ଶ୍ରୀରାଧାଙ୍କର ବକ୍ଷୋଜ ସୁବର୍ଣ୍ଣ ପର୍ବତଦ୍ୱୟ ମନେ କଲେ ବା ସୃଷ୍ଟି କଲା, ଯାହା କ୍ରମେ କ୍ରମେ ବଢ଼ିବାକୁ ଲାଗିଲା ଏବଂ ବିଧାତା ସୃଷ୍ଟି ଏହାକୁ ଧିକ୍କାର କରିବାକୁ ଲାଗିଲା ପର୍ବତମାନଙ୍କରୁ। ପରବର୍ତ୍ତୀ ପଦ କି କାମ ପ୍ରେମ ଚିତ୍ରଲତାରେ ଶ୍ରୀଫଳ ଯୁଗ୍ମ ଫଳିଲା। ରତିପତି ପ୍ରୀତି ଯୋଗ ସାଧନ କି ଉଟଜର ସଜଲା। ସ୍ତନ ଉନ୍ନତ ଚକ୍ରବାଳ ସୀମାକୁ ନେତ୍ର କମଳ ନବଳିଲା। ତରୁଣ ଅରୁଣ ଚରଣ ଯୁଗଳ ଆଲୋକର ଯୋଗ ନୋହିଲା। ରୋମାଳି କଳିଲୁଚକରି ଶିକଳି କି କାଳି କୁଣ୍ଡଳି ନାଭି ବିଳେପ ସେ ସ୍ତନ ପେଟିକାକୁ ମିଳିଲେ। ଶ୍ରୀରାଧାଙ୍କର ସ୍ତନ ଉନ୍ନତ ଚକ୍ରବାଳ ସୀମାକୁ ନେତ୍ର କମଳ ନ ବଳିଲା। ଏଠାରେ କବି କହୁଛନ୍ତି ଶ୍ରୀରାଧାଙ୍କର ସ୍ତନ ଏତେ ଉନ୍ନତ ଭାବରେ ବୃଦ୍ଧି ପାଇବାରେ ଲାଗିଲା ଯେ ସେ ନିଜର ଚରଣ ଯୁଗଳକୁ ଦେଖିପାରିଲେ ନାହିଁ ଏବଂ ରୋମାବଳୀକୁ କବି କଳାସର୍ପ ସହ ତୁଳନା କରିଛନ୍ତି, ଯାହା ନାଭିମଣ୍ଡଳରୁ ପ୍ରବେଶ କରୁଛି ସ୍ତନପେଟିକା ଆଡ଼କୁ। ପରବର୍ତ୍ତୀ ପଦ ଉପମାନେ ଅପମାନେ ପଡ଼ିଲେ ସମାସ ମନୋହିଲି। ରମା ଉମା ରତି ବାଣୀ ଆଣି ଖ୍ୟାତି ହୋଇଲେ ନାମ ଭାସରେ। କାନ୍ତିକି ଅଲକ୍ଷ୍ୟରେ ତିକ୍ତ ଚମ୍ପକ କେତକୀ କଣ୍ଟକ ଦୁର୍ଗ ଆଶ୍ରୟ କଲା। ଅଗ୍ନିରେ ଦହିଲା କନକ। ଶ୍ରୀରାଧାଙ୍କଠାରେ ଯେତେ ଉପମା ଅଛନ୍ତି ରାଧାଙ୍କ ସହ ତୁଳନା ନ ହୋଇ ଅପମାନ ପାଇଲେ ବା ଅପମାନ ବୋଧ କଲେ ରମା ଅର୍ଥାତ୍ ଲକ୍ଷ୍ମୀ, ଉମା ପାର୍ବତୀ, ରତି କନ୍ଦର୍ପ ପତ୍ନୀ, ବାଣୀ ସରସ୍ୱତୀ ଏମାନେ ଆଭାସ ହୋଇ ରହିଗଲେ ରାଧାଙ୍କ ନିକଟରେ। ରାଧାଙ୍କ ନିକଟରେ କେବଳ ନାମମାତ୍ର ପ୍ରକାଶ ପାଇଲେ। ସମସ୍ତ ସୌନ୍ଦର୍ଯ୍ୟ ଶ୍ରୀରାଧାଙ୍କଠାରେ ରହିଗଲା। ତେଣୁ କେତକୀ ଫୁଲ କାଳେ ତାକୁ କିଏ ଶ୍ରୀରାଧାଙ୍କ ସହିତ ତୁଳନା କରିଦେବ। ତେଣୁ ସେ ଯାଇ ବନ ମଧ୍ୟରେ କଣ୍ଟା ମଧ୍ୟରେ ଲୁଚିକି ରହିଲା। ପରବର୍ତ୍ତୀ ପଦ ନୟନ ଆନନ ହାସ ବାସ ବାହୁ କରଚରଣ ଉଦରକୁ। ଉପମା ଆଭାସେ କବି ଛି ଭାସେ ମନ ଘେନିଲା ବିମନକୁ। ପଙ୍କଜ ତପରୁ ସାଧି ବିଷମ
ଜଳ ପ୍ରବଳରେ କଳେ ବୁଢ଼ୀ ମଲେ, ମାନରେ ଧନ୍ୟ କଲେ ହିମେ। କବି ମନରେ ଯେତେବେଳେ ଗୋଟିଏ ଆଭାସ ଆସେ, ମୁଁ କିପରି ଉପମା ଦେବି ଶ୍ରୀରାଧାଙ୍କ ସହିତ, ତେଣୁ ସେ ପଦ୍ମକୁ ନେତ୍ରପଦ୍ମ ବା ମୁଖକୁ ପଦ୍ମମୁଖ, ହାସକୁ ପଦ୍ମହାସ, ବାସ ସୁଗନ୍ଧ ଅର୍ଥାତ ପଦ୍ମ ଭଳି ବାସ୍ନା ଆସୁଥିବା ନାରୀ, ବହୁ ପଦ୍ମ ନାଡ଼ ପରି ବାହୁକୁ ପଦ୍ମ ନାଡ଼ ସହିତ, ଚରଣ ଯୁଗଳକୁ ପାଦ ପଦ୍ମ ପରି ଆଲୋଚନା ସହିତ ଏବଂ ଉଦରକୁ ମଧ୍ୟ ପଦ୍ମପତ୍ର ସହିତ ତୁଳନା କରିବା ପାଇଁ ଚେଷ୍ଟା କରୁଥିବା ସମୟରେ, ଏସବୁ ଦେଖି ଯେତେବେଳେ ପଦ୍ମ ନିଜକୁ ଧିକ୍କାର ମନେକରି ସେ ଜଳ ମଧ୍ୟରେ ବୁଡ଼ି ରହିଲା ଏବଂ ହେମନ୍ତ କାଳ ଆସିଲା, ସେ ସମୟରେ ସେ ଜଳରେ ବୁଡ଼ି ମରିଗଲା। ପରବର୍ତ୍ତୀ ପଦ, ଆଜ ଆଜି ଯାଏ ଗଜ ମୁଖ ନ ଟେକନ୍ତି, ଲାଜମତିରେ ଗତି ଚାହିଁ, ମୁଖ ସାନ୍ଦ୍ରକୁ ପୂର୍ଣ୍ଣ ଚନ୍ଦ୍ର ନ ଘଟି, ଘଟିଲେ ଦେହ ଚିନ୍ତା ବିହି, କପାଳ ତୁଳ ଅଧିକରେ ନୋହିଲା, ଦଣ୍ଡ ଦେଲା ଗଣ୍ଡ ଖଣ୍ଡ ତ୍ରିଭାଗକୁ, ଜଳା ଚିବୁକ ଚାରି କଳା। ଶ୍ରୀ ରାଧାରାଣୀଙ୍କ ଗତିକୁ ଦେଖି ଗଜ ଲଜ୍ଜାରେ ମଥାକୁ ନତ କରି ଚାଲିଲା। ରାଧାଙ୍କର ହସର ସୁଷମାକୁ ଦେଖି ସୁଧା ବା ଅମୃତ ଯାଇ ଯେ ଚନ୍ଦ୍ର ପାଖରେ ଥିଲା, ସେ ମଧ୍ୟ ଦେବତାମାନଙ୍କ ବା ସ୍ୱର୍ଗଲୋକରେ ଯାଇ ଆଶ୍ରୟ ନେଲା। କଳା କର ରହି ହାସେ ଲାଜ ବହି, ପ୍ରପାଦେ ଶରଣ ପଶିଲା, ଉରୁବର ତୁଳା ସମେ ନୋହି ତୁଳା, କଦଳୀ ଅନ୍ତ ସାର ଭିନ୍ନ, ଜାନୁ ଅନୁମାନୁ ଘେନିଥାଉଁ ସମ୍ପୁଟକ, ଉଦର ହେଲା ଶୂନ୍ୟ, ଅରୁଣ ଅଧର ରାଣୀ ହୋଇବାରେ, ଦେଖାଇ ଦୀନତା କ୍ଷଣକେ ଆନତା, ମୂରତି କି କରେ ପ୍ରଖରେ। ଉରୁବର ତୁଳା ସମେ ନୋହି ତୁଳା, କଦଳୀ ଅନ୍ତ ସାର ଭିନ୍ନ। ଶ୍ରୀରାଧାଙ୍କର ନାରୀମାନଙ୍କ ଉରୁକୁ ବା ଶ୍ରୀରାଧାଙ୍କର ଉରୁକୁ କଦଳୀ ଗଛ ସହିତ କାଳେ ତୁଳନା କରିଦେବ କିଏ? ତେଣୁ କଦଳୀ ଗଛ ମଧ୍ୟ ଯାଇ ଲୁଚିଗଲା ଏବଂ ସମ୍ପୁଟକ ବା ଫରୁଆକୁ କାଳେ କିଏ ଶ୍ରୀରାଧାଙ୍କ ଜାନୁ ସହିତ ତୁଳନା କରିଦେବ, ତେଣୁ ସମ୍ପୁଟକ ବା ଫରୁଆ ବି ଅନ୍ତଃଶୂନ୍ୟ ହୋଇଗଲା। ଅଧର, ଶ୍ରୀରାଧାଙ୍କ ଅଧର ନିକଟରେ ସୂର୍ଯ୍ୟଙ୍କର ଅରୁଣ ବର୍ଣ୍ଣ ଋଣୀ ହୋଇ ରହିଲା, ତେଣୁ ସେ ଶୀଘ୍ର ଅରୁଣ ବା ସେ ସୂର୍ଯ୍ୟ ଶୀଘ୍ର ଅରୁଣ ବର୍ଣ୍ଣକୁ ତ୍ୟାଗ କରି ଧବଳ ବର୍ଣ୍ଣରେ ପରିଣତ ହୋଇଗଲା। ବିମ୍ବା ବିଭାଗରେ ବୈରାଗୀ ବେଶ, ଧଇଲା ଭସ୍ମ ବିଲୋପନ, ଜଳାଇ ମାନଙ୍କୁ ଦଳାଇ ହୋଇଲା, ହିଙ୍ଗୁଳ ବଳିବା ଭାବ ଭାଜନେ, ଜବାତ ଶିବା ସେବାକୁ ମୂଳ କଲେ, ଆଉ ରଙ୍ଗ ମାନେ ବିରଙ୍ଗ ଏମାନେ, କେ କାହିଁ ପଳାଇ ଆସିଲେ। ବିମ୍ବା
ବିରାଗରେ ବୈରାଗୀ ବେଶ ଅଇଲା ଭସ୍ମ ବିଲୋପନ। ରାଧାଙ୍କୁ କିଏ କାଳେ ବିମ୍ବାଧରି ବୋଲି କହିଦେବ। ତେଣୁ ବିମ୍ବା ତୁଚ୍ଛ ମନେକରି ଲୁଚିଗଲା। ହିଙ୍ଗୁଳ ମଧ୍ୟ ଧଳା ହୋଇଗଲା। ଆଉ ଜବା ବା ମନ୍ଦାର ଫୁଲ ଶିବଙ୍କର ସେବାରେ ଯାଇ ନିୟୋଜିତ ହୋଇଗଲା। ତାଙ୍କୁ କାଳେ କିଏ ଜବା ଧାରୀ ବୋଲି କହିଦେବ। ଆଉ କେତେକ ଫୁଲ ଯେ ଯୁଆଡ଼େ ଯାଇ ଲୁଚିଗଲେ ଶ୍ରୀରାଧାଙ୍କର ସହିତ ତୁଳନୀୟ ନ ହୋଇ। ସୁଧା ବସୁଧା ବିଶୁଦ୍ଧା ହାସ ଦେଖି ବାସ ସ୍ୱର୍ଗେ କଲା ସହବେ। କର୍ପୂର ପୁରସ୍କର କେତେ ମାତର ତିକ୍ତ ଗୁଣ ବହେ ସ୍ୱଭାବେ। କୁମୁଦ ଜଳ ଦୁର୍ଗ ମଧ୍ୟରେ ରହିଲା ତୁଚ୍ଛ ପୌରସ ସିନାକାଶ କୁଶ ଜଳ ମିଳାଇ ଛିଡ଼ିଗଲା। ଶ୍ରୀରାଧାଙ୍କର ହାସକୁ ଦେଖି ବସୁଧା ସୁଧା ଅମୃତ ସ୍ୱର୍ଗକୁ ଚାଲିଗଲା। କର୍ପୂର ତ ତୁଚ୍ଛ, ତାର ବାସନା ତୁଳନୀୟ ହୋଇପାରିବନି ଶ୍ରୀରାଧାଙ୍କର ହାସ ସହିତ। ତେଣୁ କଇଁ ଜଳ ଭିତରେ ବୁଡ଼ି ରହିଲା। କାଶତଣ୍ଡି ଫୁଲ ଛିଡ଼ି ପଡ଼ିଲା। ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପରବର୍ତ୍ତୀ ପର୍ଯ୍ୟାୟ ଗୁଡ଼ିକ ଆଲୋଚନା କରିବା ଅନ୍ୟ ଭିଡ଼ିଓରେ। ରଖୁଛି। ଧନ୍ୟବାଦ। ନମସ୍କାର।